ନିଜଠୁ ଅଧିକ ଭଲ ପାଉଥିବା ମଣିଷଟା ସେଦିନ ଅଚାନକ ଦୂରେଇ ଯାଇଥିଲା। ଫୋନ୍ଟା ଯେତେଥର ଲଗେଇ ଚାଲିଥିଲି ସେତେଥର ସୁଇଚ୍ ଅଫ୍ କହୁଥିଲା। ମୋର ମନେ ଅଛି ସେଦିନ ଆମର ଶେଷ ଦେଖା ଥିଲା। ତୋର ମନେ ଅଛି କି ନାହିଁ ମୁଁ ତ ଜାଣିନି, କିନ୍ତୁ ସେ ଦିନକୁ କେବେ ଭୁଲିନି କି କେବେ ଭୁଲି ପାରିବିନି। ତତେ ଭଦ୍ରକରେ ଛାଡ଼ିବା ପରେ କାରରେ ଯାଇଥିଲୁ ଆଉ ସାରଙ୍କ ଘରୁ ସାର୍ଟିଫିକେଟ୍ ନେଇ ପୁଣି ଆସିଥାନ୍ତୁ, କିନ୍ତୁ ଆଉ ଫେରି ନଥିଲୁ କି ଯୋଗାଯୋଗ ବି କରିନଥିଲୁ। ୟା ଭିତରେ ଅନେକ ସମୟ ବିତି ଯାଇଥିଲା, ନା ତ ଫୋନ୍ ଲାଗୁଥିଲା ନା ତୁ ଆଉ ଫେରିଥିଲୁ। ଅନେକ ସମୟ ଅପେକ୍ଷା କରି କରି ଫେରି ଆସିଥିଲି। 4-5 ଦିନ ଧରି ତୋ ଫୋନ୍ଟା ଅଫ୍ ରହିଲା। ତା ଭିତରେ ତତେ କେତେ ମେସେଜ ପଠାଇଛି, କେତେ କଲ୍ କରିଛି, ହେଲେ ନା ସେ ମେସେଜର କିଛି ରିପ୍ଲାଏ ଆସୁଥିଲା ନା କଲ୍ ଲାଗୁଥିଲା, କେବଳ ସୁଇଚ୍ ଅଫ୍ କହୁଥିଲା। କ'ଣ ଅସୁବିଧା ହେଲା ଜାଣିବାକୁ ଭାରି ବ୍ୟସ୍ତ ଲାଗୁଥିଲା। କାନ୍ଦ କାନ୍ଦ ବି ଲାଗୁଥିଲା। ଅଜାଣତରେ କେତେବେଳେ ଲୁହଗୁଡ଼ା ବି ଭାରି ଆସୁଥିଲା। 5 ଦିନ ପରେ ଫୋନ୍ଟା ଅନ୍ କରିଥିଲୁ ଆଉ ସବୁ ମେସେଜ ଡେଲିଭରି ହେଇଥିଲା, ଯାହାକୁ ଦେଖି ମୁଁ ଜାଣିପାରିଥିଲି ତୋ ଫୋନ୍ଟା ଅନ୍ ହେଲା ବୋଲି। କିଛି ସମୟ ପରେ ମୋ ମେସେଜର ରିପ୍ଲାଏ ଦେଇଥିଲୁ, ଆଉ ସେ ରିପ୍ଲାଏ ଥିଲା, ଯଦି ମୋତେ ସତରେ ଭଲ ପାଉଛ ମୋର ଆଣ, ମୋତେ କେବେ ଫୋନ୍ କି ଆଉ କେବେ ମେସେଜ କରିବନି। ଏକଥା ଶୁଣି କାରଣ ଜାଣିବାକୁ ମୋର ଜମା ବି ଇଚ୍ଛା ହେଉନଥିଲା, କାହିଁକିନା କାରଣଟା ମୁଁ ଜାଣିସାରିଥିଲି। ଆଉ ସେ କାରଣଟା ଥିଲା ଆମକୁ ଅଲଗା କରିବାକୁ ଲାଗିଥିବା କିଛି ଲୋକମାନେ ତାଙ୍କ ଚକ୍ରାନ୍ତରେ ସଫଳ ହୋଇସାରିଥିଲେ। ତୋ କଥା ଅନୁସାରେ ସେଦିନରୁ ତତେ ଆଉ ମେସେଜ କରିଛି ନା କଲ୍ କରିଛି, କେମିତି କରିବି? ତୁ ପା ରାଣ ଦେଇଥିଲୁ। ୟା ଭିତରେ ଅନେକ ଥର ଭଦ୍ରକ ଯାଇଛି, ହେଲେ ତତେ ଦେଖା କରିବାକୁ ଇଚ୍ଛା ଥିଲେ ବି ସାହସ କରିପାରିନି। ତୁ ମୋତେ ଇଗ୍ନୋର କରି ଚାଲିଲୁ ଆଉ ଧୀରେ ଧୀରେ ସବୁଥିରୁ ବ୍ଲକ୍ ବି କଲୁ। ଜାଣିଛୁ ତୁ ଯେଉଁଦିନ ମୋତେ ବ୍ଲକ୍ କରିଥିଲୁ ମୋତେ କେତେ କଷ୍ଟ ହେଉଥିଲା। କିଛି ଦିନ ପାଇଁ ନୀରବ ହୋଇଯାଇଥିଲି। ସବୁବେଳେ ହସ ଖୁସିରେ ରହୁଥିବା ମଣିଷଟା ଚୁପ୍ ହୋଇଯାଇଥିଲା। ହୃଦୟର ଯନ୍ତ୍ରଣାଗୁଡ଼ା ଛାତି ଚିରି କ୍ରୋଧ ହୋଇ ବାହାରି ଆସୁଥିଲା। ତଥାପି ନିଜକୁ ସମ୍ଭାଳି ଚାଲିଥିଲି, କାହିଁକି ନା ମୁଁ ଜାଣିଥିଲି ଏଥିରେ ତୋର କୌଣସି ଭୂମିକା ନଥିଲା। ତୁ ମୋତେ ଆଜି ବି ସେତିକି ଭଲ ପାଉଛୁ, ଠିକ୍ ସେଦିନ ଯେତିକି ଭଲ ପାଉଥିଲୁ। ବ୍ଲକ୍ କରିବା ତୋର ଇଚ୍ଛା ଜମା ନଥିଲା, ତଥାପି ତୁ ବାଧ୍ୟ ହୋଇଥିଲୁ, କାହିଁକି ନା ଆମ ପବିତ୍ର ସମ୍ପର୍କଟାକୁ କିଛି କୁଚକ୍ରୀ ବାରମ୍ବାର ବଦନାମ କରିଚାଲିଥିଲେ। ଆଉ ତୁ କେତେ ସହିଥାନ୍ତୁ? ତୋ ଭଲ ପାଇବାକୁ ମନ ଭିତରେ ରଖି ମୋଠୁ ଦୂରେଇ ଯିବାକୁ ବାଧ୍ୟ ହେଲୁ। ସମୟ ବଢ଼ି ଚାଲିଲା, ତୁ ତୋ ପଢ଼ାରେ ବ୍ୟସ୍ତ ରହିଲୁ ଆଉ ମୁଁ ମୋ ଜୀବନ ବଞ୍ଚିବାର ସଂଘର୍ଷ କରିଚାଲିଲି। ଜାଣିନଥିଲି ତୁ ଗଲା ପରେ ଏତେ ସଂଘର୍ଷ କରିବାକୁ ପଡ଼ିବ ବୋଲି, ଆଉ ସବୁ ଦୁଃଖଗୁଡ଼ା ଯେମିତି ମାଡ଼ି ଆସିବ ବୋଲି। ତୁ ଥିଲେ ହୁଏତ କିଛି ତ ସମ୍ଭାଳି ଦେଇଥାନ୍ତୁ, କିନ୍ତୁ ସବୁ ଦୁଃଖ କଷ୍ଟକୁ ମୋତେ ଏକୁଟିଆ ସାମ୍ନା କରିବାକୁ ପଡ଼ୁଥିଲା। ଗୋଟେ କଥା ପଚାରିବି, ସତ କହିବୁ? ଆଜି ଆମେ ଯିଏ ଯେଉଁଠି ଥିଲେ ବି ଆମେ କ'ଣ ଉଭୟ ଉଭୟଙ୍କୁ ମିସ୍ କରୁନାହାନ୍ତି? ମୁଁ ତ ତୋ ଭଲ ପାଇବାକୁ ବହୁତ ମିସ୍ କରୁଛି, ହେଲେ ତୁ ମୋ ସ୍ନେହକୁ କ'ଣ ଭୁଲି ଯାଇଛୁ? ମୁଁ ଜାଣିଛି ଜମା ଭୁଲିନୁ, ଖାଲି ସମସ୍ତଙ୍କ ଚାପରେ ମୋତେ ଭୁଲିବାର ଅଭିନୟ କରୁଛୁ। ଆମ ସମ୍ପର୍କଟା ତ ସେଇଭଳି ଥିଲା, କେବେ କ'ଣ ଭୁଲି ହେବ? ସେମାନେ ସିନା ଭୁଲ ବୁଝି ଆମକୁ ଦୂରେଇ ଦେଲେ, ସେମାନେ ସିନା ଆମ ସମ୍ପର୍କକୁ ସହି ନ ପାରି ଈର୍ଷାରେ ଆମକୁ ଦୂରେଇ ଦେଲେ। ଦେଖିବା ଆଜି ମୋର କିଛି ହେଇଯାଉ, କେମିତି ତୁ ନ କାନ୍ଦିବୁ। ଦେଖିବା ମୋର ଯଦି ସେମିତି କିଛି ହେଇଯାଏ ଆଉ ମୁଁ ହସ୍ପିଟାଲରେ ଆଡ଼ମିଟ୍ ହୁଏ, ତୁ କେମିତି ବ୍ୟସ୍ତ ନ ହେବୁ। ମୁଁ କେବଳ ସେଇ ଦିନକୁ ଅପେକ୍ଷା କରିଛି, କେବେ ପୁଣି ଥରେ ଏମାନେ ଆମ ସମ୍ପର୍କକୁ ଠିକ୍ ବୁଝିବେ ଆଉ ପୁଣି ଥରେ ଆମେ ଏକାଠି ହେବା। କ'ଣ ଭାବୁଛୁ କେବେ ହେବାନି? ମୋର ତ ବିଶ୍ୱାସ ଅଛି ନିଶ୍ଚିତ ହେବା। ତୋ ମନ ଭିତରେ କ'ଣ ଅଛି ମୋତେ ତ ଜଣା ନାହିଁ, ହୁଏତ ସେତେବେଳକୁ ଅନେକ ଡେରି ହୋଇଯାଇଥିବ। ମୁଁ ବୁଢ଼ା ହୋଇଯାଇଥିବି ଆଉ ତୁ ମୋତେ ଦେଖି କାନ୍ଦି ପକାଇବୁ ଆଉ କହିବୁ କେତେ ଜଲ୍ଦି ବୁଢ଼ା ହୋଇଗଲ। ସେଦିନ କଥା ସବୁ ମନେ ଅଛି ତ? ମୁଁ କହିବି ହଁ, ମୁଁ କ'ଣ ଭୁଲି ପାରିବି? ଆଜି ବି ତତେ ସେତିକି ଭଲ ପାଏ, ଠିକ୍ ସେଦିନ ଯେତିକି ଭଲ ପାଉଥିଲି। ଏମିତି ଭାବନା ମୋ ମନ ଭିତରେ ସବୁବେଳେ ଆସୁଥାଉ, ଆଉ ତୁ ମୋ ମନ ଭିତରେ ସବୁବେଳେ ସେମିତି ରହିଥା। ଯେତେ ଦୁଃଖ ଆସୁ କି ସୁଖ ଆସୁ, ହୃଦୟର ସେଇ କୋଣରେ ତୋ ପାଇଁ ଜାଗାଟା ସବୁବେଳେ ଫିକ୍ସ ହେଇ ରହିଥାଉ। ଦର୍ଶକ ବନ୍ଧୁ, ଏ ଦୁନିଆଟା ଯଦି ରଙ୍ଗମଞ୍ଚ ହୁଏ, ଆମେ ଜଣେ ଜଣେ ସେଇ ମଞ୍ଚରେ ମଞ୍ଚସ୍ଥ ହେଉଥିବା ନାଟକର ଗୋଟେ ଗୋଟେ କଳାକାର, ଆଉ ଆମ ଜୀବନଟା ସଂଘର୍ଷ କରି ଅଭିନୟ କରୁଥିବା ସେଇ ଚରିତ୍ର। ଆଉ ଇଏ ହେଉଛି ସେଇ କଳାକାର ଭୂମିକାରେ ଅଭିନୟ କରୁଥିବା ଜଣେ ଚରିତ୍ରର କଥା, ଯାହାକୁ ଖାଲି ମୁଁ ଟିକେ ସଜେଇ ମୋ କଣ୍ଠରେ ଜାଗା ଦେବାର ଥିଲା। କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।